ମୁଁ ନରେନ୍ଦ୍ର ସାମଲ, ଓଡ଼ିଶା ଉଡ୍ ବେଷ୍ଟ ଇଣ୍ଡଷ୍ଟ୍ରି କାଉନସିଲ୍ ଷ୍ଟେଟ୍ର ଜେନେରାଲ୍ ସେକ୍ରେଟାରୀ। ଆଉ ଏଠି ବଳଭଦ୍ରପୁର ମୋର ଗୋଟେ ସମିଲ୍ ଅଛି। ବଳଭଦ୍ରପୁର ଆସୋସିଏସନ୍ଟା ସେମିତି ଆମର ଚାପ୍ଟର ଆଉ, କିନ୍ତୁ ଆମର ଷ୍ଟେଟ୍ ୱାଇଜ୍ ଲିଡ୍ କରୁଛି। କହିବେ ଆଜି ଯେଉଁ ବଳଭଦ୍ରପୁର ଆଉ ନୂଆ ଲୋକମାନେ ଆନ୍ଦୋଳନରେ ରାସ୍ତାକୁ ଖାଲ କମା ହେଇଛି, ଯେଉଁ ରାସ୍ତାର ପୁନରୁଦ୍ଧାର କରିବା ପାଇଁ ଧାରଣା ଦେଇଛନ୍ତି। ହଁ, ଏଇଟା ଗୋଟେ ହେଉଛି କ'ଣ କହିଲେ, ଗୋଟେ ପୁରୁଣା ରୋଗ ଆମ ପ୍ରଶାସନିକ ସ୍ତରରେ। ଯେତେବେଳେ ୟୁକୋ ଏଠି 7 ଏକର ଜମି ଦେଲା ସୁପ୍ରିମକୋର୍ଟର ପ୍ରେସରରେ, ସେତେବେଳେ ୟୁକୋ ଯେତେବେଳେ ଦେଲା, ସେ ତାର ମାନେ ୟୁକୋ ଅନୁଧ୍ୟାନ କରିକି ନେବା କଥା ଯେ ଗୋଟେ ଇଣ୍ଡଷ୍ଟ୍ରି କରିବାକୁ ହେଲେ ଇଣ୍ଡଷ୍ଟ୍ରିଆଲ ରୋଡ଼ ଅଛି କି ନାହିଁ, ୟୁକୋ ଅନୁଧ୍ୟାନ କଲା ନାହିଁ। ଯେତେବେଳେ କଲେକ୍ଟର ଜମି ଦେଲେ, ସିଏ ବି ଅନୁଧ୍ୟାନ କଲେ ନାହିଁ। ସୁପ୍ରିମକୋର୍ଟ ପ୍ରେସରରେ ହାପାଜାରିଲେ ଆମକୁ ଦେଇଦେଲେ। ତା ପାଇଁ ୟୁକୋ ଠାରୁ କଲେକ୍ଟର ବି ପଇସା ନେଇଛନ୍ତି, ଆମଠୁ ୟୁକୋ ବି ପଇସା ନେଇଛି। କିନ୍ତୁ ରାସ୍ତା ପାଇଁ 2011 ମସିହାରୁ ବସ୍ତୁତ 2024-13 ବର୍ଷ ଭିତରେ ଆମେ 7ଟା ଖଣ୍ଡେ ସିଙ୍ଗଲ ୱିଣ୍ଡୋ ମିଟିଂ ଆଟେଣ୍ଡ କରିଛୁ। ତତ୍କାଳୀନ କଲେକ୍ଟର ମିଷ୍ଟର ରଘୁଜୀ ବି ଏଟାକୁ ଇନକ୍ୱାରି କରିବାକୁ ଆସିଥିଲେ। ଏ ତ ଆମର କେନ୍ଦ୍ରାପଡ଼ାର ସଂସ୍କୃତି ହେଉଛି 6 ମସିହା କଲେକ୍ଟର, ତେଣୁ ସେମାନେ କିଛି କରିପାରନ୍ତି ନାହିଁ। ତେଣୁ ଏହାର ଟେକ୍ନିକାଲ ଜିନିଷ ହେଲା, ୟୁକୋ କହିବା କଥା ଯେ ଆମକୁ ଯଦି ସରକାରୀ ସ୍ତରରେ ଜାଗା ନ ମିଳିବ ତାହେଲେ ଆମେ ରାସ୍ତା କରିବୁ ନାହିଁ। ଏଇ ଯେଉଁ ଜାଗାଟା ଅଛି, ଏଟା ହେଉଛି ନୂଆହାଟ ଗୋଚରର। କଲେକ୍ଟରଙ୍କୁ ଆମେ ଲେଖିକି ଦେଲା ପରେ ସେମାନେ ଏଠି ତାର ଗୋଟେ ବିକଳ୍ପ ବ୍ୟବସ୍ଥା, ସେଇଟା କେବଳ କଲେକ୍ଟର ସ୍ତରରେ ହେଇପାରିବ। କରିକି ଯଦି ସେମାନେ ୟୁକୋକୁ ହସ୍ତାନ୍ତର କରି ୟୁକୋ କରିଦେବ। ୟୁକୋର ଏଠି ଇଣ୍ଟରେଷ୍ଟ ନାହିଁ, କି କଲେକ୍ଟରଙ୍କର ଇଣ୍ଟରେଷ୍ଟ ନାହିଁ, କାହାର ନାହିଁ। ତେଣୁ ଏଠି ଆମେ ଆସିଲା ବେଳକୁ ଗୋଟେ ମାଟି ରାସ୍ତା ଥିଲା। ଆମେ ଯେହେତୁ ଏଠି ଗୁଜୁରାଣ ମେଣ୍ଟେଇବୁ, ଆମେ ସେଇ ମାଟି ରାସ୍ତା ଉପରେ ଅତ୍ୟନ୍ତ ପକ୍ଷେ 11 ବର୍ଷ ଭିତରେ 40 ଲକ୍ଷ ଟଙ୍କା ଖର୍ଚ୍ଚ କରିକି ତାକୁ ଉପଯୋଗୀ କରିକି ଆମ ଚଳିବା ଉପଯୋଗୀ ଏକର କିଛି ଗାଁ ଗଣ୍ଡା କାହାର କିଛି ନେଣ ଦେଣ ନାହିଁ। ଆମେ ବିଜନେସ୍ କଲା ପରେ ବରଂ ଏଇ ଗାଁର ପ୍ରାୟ 30-35 ଖଣ୍ଡ ଗାଡ଼ି ସେ ଆମ ଉପରେ ବେସ୍ କରିକି ଏଠି ଚଳୁଛନ୍ତି। ସେ ଗାଡ଼ିବାଲା ହେଇଛି, ଗୋଟେ ଟାଟା ମୋଟର ହେଇଛି, ଗୋଟେ ମଦ ଦୋକାନ ହେଇଛି, ସମସ୍ତେ ସେଇ ରାସ୍ତା ବସି କରୁଛି। କିନ୍ତୁ ରାସ୍ତାଟାରେ ଖର୍ଚ୍ଚ ଆମେ କରିଛୁ। ସମୟ କ୍ରମରେ ଏଇ ଆସୋସିଏସନ୍ ଆସୋସିଏସନ୍ ମାନେ କ'ଣ, ଏଥିରେ କିଛି ପ୍ରୋବ୍ଲେମ୍ ହେଲା ଦ୍ୱାରା ଆମର କିଛି ଭାଇମାନେ ଆମକୁ ଟିକେ ସହଯୋଗ କଲେନି। ସେ କଥା ଥାନାକୁ ବି ଯାଇଥିଲା। ତେଣୁ ପଇସା ପତ୍ର ଆଦାୟ ନ ହେଲେ 1-2 ବର୍ଷ ଖଣ୍ଡେ ରିପେୟାର ହେଇନି, ବୁଝୁଛନ୍ତି। ସେଇଟା ଆମେ କରିବା କଥା, କିନ୍ତୁ ବର୍ତ୍ତମାନ ଆଉ ରିପେୟାର କରିବା ପରିସ୍ଥିତିରେ ଆମେ ନାହୁଁ। ଏଠି ବହୁତ ଗୁଡ଼ା ସମିଲ ଦ୍ୱାରା ଇନକମ୍ କମିଗଲାଣି। ପ୍ରଶାସନକୁ କହିଲେ କିଛି ଶୁଣୁନି। ୟୁକୋ କହୁଛି ମୁଁ କରିଦେବି, କେହି ମାନେ କୁମ୍ଭୀର କାନ୍ଦଣା ସମସ୍ତଙ୍କର। ତେଣୁ ଧାରଣା ଯେଉଁ ହୋଇଛି ସେଟାରେ ବି ଆମେ ବି ତାକୁ ସମର୍ଥନ କରୁଛୁ। ଧାରଣା ହେଲା ପ୍ରଶାସନ ଜାଣୁ, ଆମ ଭଲ, ଏଥିରେ ଆମର ଭଲ ହେଉଛି, କିଛି ଅସୁବିଧା ନାହିଁ। କିନ୍ତୁ ମୋ କହିବା କଥା ହେଉଛି, ଗୋଟେ ଆଇନଗତ